ମୁଁ ଯଦି ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କରୁଥିଲି ବିବାହ ପୂର୍ବ ସେ କହିଛନ୍ତି ବାଇଟରେ ଯେ ବିବାହ ପୂର୍ବରୁ କରୁଥିଲି ବୋଲି ଯଦି ବିବାହ ପୂର୍ବରୁ ମୁଁ କରୁଥିଲି ତମେ ଜାଣିଥିଲ ତାହେଲେ ମତେ ବାହା ହେବା ପାଇଁ କେମିତି ସୁଇସାଇଡ ଧମକ ଦଉଥିଲ ମତେ ବାହା ହୁଅ ନହେଲେ ମୁଁ ସୁଇସାଇଡ କରିବି ବୋଲି। ଆଚ୍ଛା 1 କୋଟି ଟଙ୍କା ଆଜ୍ଞା ମୋର ରୋଜଗାର ତ ଆଚ୍ଛା ସିଏ ଗୋଟେ ବାଇଟରେ ମୁଁ ଦେଖିଲି ସେ କହୁଛନ୍ତି ଯେ ଆଇଫୋନ ମୋ ବାପାଙ୍କ ପଇସାରେ ଘର ମୋ ବାପାଙ୍କ ପଇସାରେ ଗାଡି ମୋ ବାପାଙ୍କ ପଇସାରେ ଏବେ ବି ଚାଲନ୍ତୁ ଗାଡିର ଇଏମଆଇ ମୋର ଆକାଉଣ୍ଟରୁ କଟୁଛି ଘରର ଇଏମଆଇ ଏବେ ବି ମୋର ଲୋନ 3-4ଟା ଆକାଉଣ୍ଟରୁ କଟୁଛି ଏବଂ ସିଏ ମଧ୍ୟ ଯୋଉ ଆଇଫୋନ ଧରୁଛନ୍ତି ତାର ଇଏମଆଇ ମଧ୍ୟ ମୋର ଏଇ 3 ତାରିଖରେ କଟିବ। ମୁଁ ଆଜ୍ଞା ମାରିବା ପାଇଁ ମତେ ମୋ ଶ୍ୱଶୁର ଏବଂ ମୋ ସ୍ତ୍ରୀ 2 ଜଣ ଗୋଟେ ବାରମ୍ବାର ଯନ୍ତ୍ରଣା ଦଉଛନ୍ତି ଶ୍ୱଶୁର ପଇସା ମାଗୁଛନ୍ତି ଏବଂ ସ୍ତ୍ରୀ ସହିତ ମୋର ମ୍ୟାରିଟାଲ ଡିସ୍ପ୍ୟୁଟ ହେଲା ପରେ ସ୍ତ୍ରୀ ସବୁବେଳେ ମତେ ଡରଉଛି କି ତମ ଏଗନେଷ୍ଟରେ ମୁଁ ବାଇଟ ଦେବି ତମ ଏଗନେଷ୍ଟରେ ମୁଁ ମିଡିଆରେ ଇଏ କରିବି ସେ ପ୍ରୁଫ ବି ମୋର ଅଛି ସେଟା ମୁଁ କୋର୍ଟକୁ ବି ଦେବି। ଆଉ ମତେ ଏଇ ଘଟଣା ବହୁତ ଦିନ ପରେ ପୂର୍ବରୁ ହେଇଛି ଯେହେତୁ ମୁଁ ମୋର ନାଁ କିଛି ଲୋକ ମତେ ଚିହ୍ନିଛନ୍ତି ଏ ଘଟଣାକୁ ମୁଁ ସବୁବେଳେ ଘର ଭିତରେ ସମାଧାନ କରିବା ପାଇଁ ଚେଷ୍ଟା କରିଛି। ଇଭେନ ତାଙ୍କ ବାପାଙ୍କ ଗୋଡ ହାତ ଧରିଛି ମୋ ଘର ଲୋକ ଯାଇକି ତାଙ୍କ ବାପାଙ୍କ ସାଙ୍ଗରେ ମିଟିଂ କରିଛନ୍ତି ଅନେକ ଥର ବି ତାର ମୋର ଆପୋଷ ବୁଝାମଣା ବି ହେଇଛି କିନ୍ତୁ ତାପରେ ବି କୌଣସି ଫଳପ୍ରଦ ହେଇନାହିଁ। ବାପାଙ୍କୁ ବୁଝେଇକି ଆସିକି ଗୋଟେ କଥା ଝିଅ ଆଉ ଗୋଟେ କଥା କହିବ ବାପାଙ୍କୁ ପଚାରିଲେ ବାପା କହିବେ ଝିଅ କଥା ଝିଅ ଜାଣିଥିବ ଝିଅ କଥା କହିଲେ ଝିଅ କହିବ ବାପା ଗୋଟେ ପଟେ ଧମକ ଝିଅ ଗୋଟେ ପଟେ ଧମକ। ମୁଁ ଆଜି ଏଇଥିପାଇଁ କଲି କାରଣ ତାଙ୍କର ଯେତିକି ଲୋକ ସମ୍ପର୍କ ତାଙ୍କ ଏରିଆରେ ମୁଁ ଘରେ ରହୁଥିଲି ତାଙ୍କ ଏରିଆରେ ମୁଁ ରହୁଥିଲି ଘର କରିକିରି ତେଣୁ ବର୍ତ୍ତମାନ ଥରେ 2 ଥର କଣ ହେଇଛି ନା ଲୋକ ମୋ ଘର ଦ୍ୱାର ମୁହଁକୁ ତାଙ୍କର ଲୋକ ଆସୁଛନ୍ତି ଏବଂ ତାଙ୍କ ବାପା ଗୋଟେ ୱାର୍ଡ କହିଲେ ଯେ ତମେ ଯୋଉଠି ଥିଲେ ବି ମୁଁ ତମକୁ ଛାଡିବିନି ଆଉ ଗୋଟେ ୱାର୍ଡ ମତେ ଭାରି ଖରାପ ଲାଗିଲା ମତେ ଗାଳି ଗୁଲୋଜ କହିଲେ ତମେ ବ୍ରହ୍ମଗିରିରେ ରହିଲେ ବି ମୁଁ ତମକୁ ବ୍ରହ୍ମଗିରିରୁ ଟେକି ଆଣିବି। ଏଇ କଥାଟି ହେଇଗଲାଣି ପାଖାପାଖି ବର୍ଷେର କଥା ହେଇଗଲାଣି ଏଇ କଥାଟି ରେଗୁଲାର ମୋ ଘରେ ଚାଲୁଥିଲା କିନ୍ତୁ ଘରଟିକୁ ମୁଁ ସବୁବେଳେ କମରା ଭିତରେ କଥାଟିକୁ ସଲ୍ଭ କରିବାକୁ ଚେଷ୍ଟା କଲି କିନ୍ତୁ ସେଟା କମରା ଭିତରେ ହେଲାନି ବାରମ୍ବାର ବର୍ଷା କଣ କଲା ବାରମ୍ବାର ପୋଷ୍ଟ କଲା ମତେ ଇଙ୍ଗିତ କରିକି ବାରମ୍ବାର ଇନଷ୍ଟାଗ୍ରାମ ଫେସବୁକ ଏବଂ ତାର ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିବା ଷ୍ଟାର୍ଟ କଲା ଯେହେତୁ ପୋଷ୍ଟ କରିବା ଷ୍ଟାର୍ଟ କଲା ମୁଁ ଥରେ 2 ଥର ବୁଝେଇବା ଗଲି ତାପରେ ବୁଝେଇବା ପରେ ମତେ ରାତିରେ ଫୋନ କରି କହିଲା ପଇସାଟା ହଠାତ୍ ଦିଅ ଆମର ପଇସାଟା ଛିଣ୍ଡିଥିଲା ଯାହା ମାର୍ଚ୍ଚ ମାସ ଏଣ୍ଡ ସୁଦ୍ଧା ଦାୟୀ ଆଜ୍ଞା 2 ଜଣ ଦାୟୀ ଆଉ ସମୟ ଦାୟୀ ବର୍ତ୍ତମାନ ବିଭିନ୍ନ ମ୍ୟାଟରରେ ନେଇକି ଝଗଡା ହେଇଛି ବହୁତ ପ୍ରକାର ଝଗଡା ହେଇଛି ବାପା ରୁମକୁ ଆସିବେନି ବାପା ଘରକୁ ଆସିବେନି ଗୋଟେ ପୁଅର ବୋଉ ଆସିବେନି ବାପା ପାନ ଛେପ ବେସିନ ଉପରେ ପକେଇଲେ କମ୍ପ୍ଲେନ ବାପା ଆମର ପାନ ଖିଆ ଲୋକ ବାରମ୍ବାର ବାପାଙ୍କୁ କୁହାଯିବ ଯେ ତମେ ବାପା ଆସିଲେ ପାନ ବାପା ନଜରରେ ବୋହୁକୁ ଦେଖୁଛନ୍ତି ବାରମ୍ବାର କମ୍ପ୍ଲେନ କଲା ଏସବୁ ନଜରରେ ଯେତେବେଳେ ମତେ ବାରମ୍ବାର କୁହାଗଲା ମୁଁ ବାପାଙ୍କୁ ସେଠୁ ମନା କରିଦେଲି ବାପା ତମେ ଆଉ ଆସନି ବାପା ସେ ଯୋଉ ଛୁଟିରେ 15 ଦିନ 10 ଦିନ ଆସନ୍ତି ତାପରେ ଲୁଚିକି ପଳାନ୍ତି ବାହାରୁ ଦେଖା କରିକି ତେଣୁ ଏସବୁ ଜିନିଷ ହେଲା ସାନ ଭାଇ ରହିବନି ସାନ ଭାଇ ରହିଲେ ବ୍ୟାଡ ଟଚ୍ କରୁଛି ସାନ ଭାଇ କି ରୁମ ରେ ରହିବନି ଗୋଟେ ବାପାଙ୍କୁ ପଇସା ପଠାଯିବନି ମୁଁ ଯଦି ଫୋନ ପେ ରେ ବାପାଙ୍କୁ ମାସରେ 10,000 15,000 କି ବାପାଙ୍କର ଆବଶ୍ୟକ ଅନୁସାରେ ପଠେଇଦେବି ତାପରେ ସେଇଟା ଘର ଭିତରେ ଅନେକ ଝଗଡା ହବ ଆପଣ କୁହନ୍ତୁ ବାପା ମତେ ବଢେଇ କୁଢେଇ ଏତେ ବଡ କଲେ ମୁଁ ଯଦି ଆଜି ରୋଜଗାର କରି ବାପାଙ୍କୁ ପଇସାଟା ଦେବି ତାହେଲେ ସେ କଥାକୁ ନେଇକି ବହୁତ ଝଗଡା ଯୋଉଟା କି ଆଉ ସମାଧାନ ବି ହେଇପାରିବନି। ମୁଁ ଯଦି ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କରୁଥିଲି ବିବାହ ପୂର୍ବ ସେ କହିଛନ୍ତି ବାଇଟରେ ଯେ ବିବାହ ପୂର୍ବରୁ କରୁଥିଲି ବୋଲି ଯଦି ବିବାହ ପୂର୍ବରୁ ମୁଁ କରୁଥିଲି ତମେ ଜାଣିଥିଲ ତାହେଲେ ମତେ ବାହା ହେବା ପାଇଁ କେମିତି ସୁଇସାଇଡ ଧମକ ଦଉଥିଲ ମତେ ବାହା ହୁଅ ନହେଲେ ମୁଁ ସୁଇସାଇଡ କରିବି ବୋଲି। ଜଣେ ଜାଣୁଛି ଯେ ମୁଁ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ମୁଁ କରୁଛି ତାହେଲେ ସେ ସୁଇସାଇଡ ଧମକ କେମିତି ଦବ ମତେ ବାହା ହୁଅ ନହେଲେ ମୁଁ ସୁଇସାଇଡ ଧମକ ଦଉଥିଲି ସେଇଟା ତାଙ୍କୁ ପଚାରି ପାରିବେ। ଆଉ 8 ମାସ ହେଲାଣି ସେ ମୋ ପାଖରେ ରହୁନାହାନ୍ତି ଅନ୍ୟ ଜାଗାରେ ଫ୍ଲାଟ ନେଇକି ରହୁଛନ୍ତି ଏକୁଟିଆ ରହୁଛନ୍ତି କାହା ସାଙ୍ଗେ ରହୁଛନ୍ତି କଣ କରୁଛନ୍ତି ତାଙ୍କର ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ନାହିଁ ବୋଲି କିଏ କହିବ ସେଟା ତାଙ୍କ ସିଏ ଆଫେୟାର୍ସ କରୁଛନ୍ତି ନା ମୁଁ କରୁଛି ଆଫେୟାର୍ସ ଏହାର ଯଥେଷ୍ଟ ପ୍ରମାଣ ବି ମୁଁ କୋର୍ଟରେ ଦେବି। ଆଜ୍ଞା ଘରର କଳିଟାକୁ ମୁଁ ଯେତେ ଥର ସମାଧାନ କରିବାକୁ ଚେଷ୍ଟା କଲି ଅନେକ ଥର ତାକୁ ବୁଝେଇଛି ଗେଲେଇଛି ବତେଇଛି ଗୋଡ ଧରିଛି ଧନଲ ବାପଲ ଗୁଲୁଲ କହିଛି ଅନେକ ଥର ଚେଷ୍ଟା କରିଛି ମିଡିଆକୁ ଆସିବା ମୋର ଆଜ୍ଞା ଇଚ୍ଛା ନଥିଲା ମତେ ମିଡିଆକୁ ବାହାଘର ପୂର୍ବରୁ ସେ ମତେ ଧମକ ଦେଇ ଚାଲୁଛନ୍ତି ଯେ ମିଡିଆରେ କହିବି ମତେ ଭଲ ପାଇକି ଛାଡିଦେଲୁ ମିଡିଆରେ କହିବି ବାହା ହେଲେ ଅନେକ ପ୍ରକାର ଯେତେବେଳେ ଝଗଡା ହେଲା ଆମର ପୋଲିସ ନହେଲେ ମିଡିଆ ଯେତେବେଳେ ଝଗଡା ହେଲା ୟା ପୂର୍ବରୁ ବି ଅନେକ ଥର ଝଗଡା ଯାଇକି ଥାନାରେ କମ୍ପ୍ରମାଇଜ ହେଇଛି ଏବଂ ସେ କଥାଟିକୁ ଥାନା ଭିତରେ ରହିଛି ଆଉ ଏଇଥରଟା ମୁଁ ଆଜ୍ଞା ଚେଷ୍ଟା କଲି ଯେ ମୋ ନାଁ ବଦନାମ ହଉ ପଛେ କିନ୍ତୁ ମୁଁ ଏଇ କଥାଟିକୁ ଆଉ କାରଣ ତା ପୂର୍ବରୁ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି ଯେତେବେଳେ ସେ ସୋସିଆଲ ମିଡିଆରେ ପ୍ରଥମେ ପୋଷ୍ଟ କଲେ ମୁଁ ତାଙ୍କ ବୋଉଙ୍କୁ ଅନୁରୋଧ କଲି କି ବୋଉ ମୁଁ ଏଇସବୁ ଜିନିଷ ଠିକ ହଉନି ବର୍ଷାକୁ ଟିକେ ବୁଝାନ୍ତୁ ତାଙ୍କ ବୋଉ ମନା କରିଦେଲେ ସେ ପ୍ରମାଣ ବି ଅଛି ବାପାଙ୍କ ପାଖକୁ ଗଲି ବାପା ଉଲ୍ଟା ମତେ ଗାଳି ଗୁଲଜ କଲେ କି ତମେ ମତେ ଏବଂ ଅଭଦ୍ର ଭାଷା କହିଲେ ତମେ ମୋର କଣ ମୁଁ ତମକୁ ଦେଖିଦେବି ତେଣୁ ମତେ ଯଦି ଏଇଭଳିଆ ଭାଷାଟି ବି କହିଲେ ତେଣୁ ମୁଁ ଆଜ୍ଞା ମୁଁ ଦେଖିଲି ମୋର ଏଠି ଆଉ କିଛି ଗତିବିଧି ନାହିଁ କାରଣ ତାଙ୍କ ଏରିଆ ତାଙ୍କର ସିଏ ମତେ ସବୁବେଳେ ଧମକ ଦଉଛନ୍ତି ଆମ ଏରିଆରେ ଆମ ସାଙ୍ଗରେ କେହି କଥାବାର୍ତ୍ତା କରିବେନି ବାପା ଯେମିତି ଝିଅ ସେମିତି ଯୋଉ ସେ ପ୍ରମାଣ ବି ମୁଁ କୋର୍ଟକୁ ଦେବି ମତେ ଡିଭୋର୍ସ ଦିଅ ନହେଲେ ମୁଁ 1 କୋଟି ଟଙ୍କା ଦେବି। ଆଚ୍ଛା
गोटे कोटी टंका आज्ञा मोर रोजगार तो अच्छा सी गोटे बाइट रे मु देखिली से कहउचंदी जे आईफोन मो बापा पैसा रे घर मो बापा पैसा रे गाड़ी मो बापा पैसा रे एबे भी चलंतु गाड़ी रो ईएमआई मोर अकाउंट रो कटुची घर रो ईएमआई एबे भी मोर लोन 3-4टा अकाउंट रो कटुची एवं सी मध्य जो आईफोन धरचंदी तार ईएमआई मध्य मोर 3 तारिख कटिवो बुझिपारे जदि बापा पाखे एत पैसा सी मत केमती एत पैसा डिमांड कर कि तुम एत पैसा दियो बोली पैसा गंडगोल है जो डिस्टर्बांस होगा पैसा कथा उठिला पैसा कथा मूल उठिनी सी जो 8 मास है मो सागर बाहर रोचे मो घर सब जिनस पत्र और सुना गहना सब पाखे अच्छी मो पाखे गोटे टंकार जिनस ना सब सुना गहना जोटा कि मो बापा पाखे रहा कथा कि मो बो पाखे रहा कथा कि मो घर रहा कथा से घटना मो पाखे ना से जिनस मो पाखे ना आज्ञा से तार प्रमाण मुझे अलरेडी कोर्ट देवी बर्तमान जब कोर्टर नेक्स्ट डेट मुझे करी कोर्टर मु सब गुड़ाक प्रमाण देवी और से कोर्टर भयटा मत बहुत पूर्व देखी तेणु मुझे बर्तमान कोर्ट अगेंस्ट फाइट करी आ गोटे सब बड़ जिन सब मत डर धमकेले मो झीटा मुझे झील भाविकी मुझे भावे गोटे झीटा गोटे बापर झील तेणु गोटे झील आखिरी लुह दबा कथा नुह तेणु गोटे झील जे सी आउ कथा देखते सी हूँ कराटे आ जुडो सब दुईटाक शिखी हाथ आप टच करेंगे हाथटा बहुत टाणा मो हाथ करेंगे मो हाथटा बहुत सफ्ट कि सी जो कहते आलिगेसन मुझे बाड़ाऊँगी मुझे कथा चाहिए कारण मुझे लास्ट जो कथा मुझे बहुत थर बुझे बहुत थर लास्ट मुझे जाइए बाहर को आसला बेलू गोटे परफ्यूम टा धरिकी आसिली धरिकी भल लगे मोमो ताकू नहीं खुआई बहुत भलरे बुझेली मुझे जिते प्रयास आपण मो सराउंडिंग रे जिते लोक थे सी वर्ष को भल भाव जानी तेणु मुझे किसी कहवाई चाहिए जोटा ठीक लगुच कारण ये सोशल मीडिया चॉइसटा मु करन कारण सोशल मीडिया सी डरटा मत सब कर आग पोस्ट करवा सी स्टार्ट कले तेणु जेहेतु सी मत बारंबार डरइले कि मु सोशल मीडिया पोस्ट करी मु सोशल मीडिया पोस्ट करी आपण कहतु मत जो प्रथम सी गोटे लिखिले जे कलाकारनामा मु तुमर खोलीदेवी गोटे महान गोटे पोस्ट फास्ट कले गोटे महान कलाकार कलाकार आगे आम कौन कलाकार आम कौन गंजेई बिकुचु आज्ञा कलाकारनामा आम कौन बिहार आनिक गंजेई बिकुचु कि जे कलाकारनामा आज्ञा मु आईन आश्रय नेबी आईन और प्रशासन पर मोर यथेष्ट विश्वास तेणु मु सब सी जो अस्त्र कर कि मु झीटा तेणु पुओ मान न्याय नहीं और मुझे जहाँ भी मोर जो सराउंडिंग समस्ते मत चुप करदे कहले भाई तू बेसी क्या किसी कहनी झील पिलाटा झील पिला केस मुझे पूरा माने हैरान है कि कहली ना मो झील पिलाटा मत एत हैरान कला मो निज फाइट निजे करी तेणु मु कारण मो घर द्वार मुझे लोक मत आगे बाड़िया पलि आसुँच मु एरिया रोचे तेणु बारंबार जो इनसिक्योर हेली बारंबार मानसिक चिंता मु कली तेणु मु डिसाइड कली मु लढ़ी से झीलटा हो पछे मु लढ़ी।